ବେଳେ ବେଳେ ଅଦରକାରୀ ଜିନିଷ ବି ଆମକୁ ବହୁତ ଖୁସି ଦିଏ। ଠିକ୍ କହିଲି ନା? ନମସ୍କାର, ମୁଁ ମାମା ସ୍ୱାଗତ କରୁଛି ଆମ ଓଡ଼ିଆ ଜୀବନର ଆଉ ଏକ ଅଧ୍ୟାୟକୁ। ବଳକା ହେଇଯାଇଥିବା ଜିନିଷରେ ମୁଁ କେମିତି ଗୋଟେ ଚଟପଟା ଡିସ୍ ବନେଇ ଦେଇଛି, ସେଇଟା ଆପଣ ଲାଷ୍ଟକୁ ଦେଖିପାରିବେ। ଇଭିନିଂରେ ଟିକେ ଚା ପିଇବା ପରେ ମୋର ଅଫିସ୍ କାମ ଆଉ କିଛି ଥିଲା। ସୋ ମୁଁ ଟିକେ ଚା ପିଇ ଦେଇକିରି ମୁଁ ମୋ ଅଫିସ୍ କାମରେ ବସି ପଡ଼ିଲି। ଭାବିନଥିଲି ଆଜି ଡିନରରେ କ'ଣ କରିବି, କିନ୍ତୁ ଇଭିନିଂରେ ଏତେ ଜୋରରେ ଭୁବନେଶ୍ୱରରେ ବର୍ଷା ହେଲା ଆଉ ଲାଇନ୍ ବି କଟି ଯାଇଥିଲା। ତ ସେଇ ପାଗକୁ ଦେଖିକିରି ଭାବିଲି ଆଜି ଟିକେ କ'ଣ ଗରମା ଗରମ ପରଠା କି ଟିକେ ରାଗ ରାଗ ଜିନିଷ କ'ଣ ଟିକେ କରିଦେବା ପାଇଁ। ସୋ ଭାବିଲି ପିଆଜ ପରଠା କରିଦେବି, ବହୁତ ସାରା ପିଆଜ ଥିଲା। ପିଆଜ ପରଟାର ପ୍ରିପାରେସନ୍ ମୁଁ ଏଠି ଦେଖିନି, କାହିଁକି ଲାଇନ୍ କଟି ଯାଇଥିଲା। ଲାଇନ୍ ଆସିଲା ବେଳକୁ ଇଏ ପଳେଇ ଆସିଲେ। ଆଜି ହାଟ ଯେହେତୁ ଥିଲା, ଇଏ ହାଟରୁ କିଛି ପରିବା ନେଇକି ଆସିଥିଲେ ହେରି। ପରଟା କରିସାରିଲା ପରେ ଆଳୁ ଆଉ ପିଆଜର ଯେଉଁ ମିକ୍ସ ଟିକେ ଥିଲା, ତାକୁ ଭାବିଲି ସେମିତି ଫ୍ରିଜରେ ରଖିଦେବି। ତାପରେ ଭାବିଲି ପରଟା ଆଚାର ସହିତ ଖାଇବା ଅପେକ୍ଷା ୟାକୁ ହିଁ କିଛି ବନେଇଦେବି। ସୋ ସେଥିପାଇଁ ମୁଁ ଏଇଠି ତେଲ ପକେଇଥିଲି। ତେଲରେ ଟିକେ ଜିରା ପକେଇ ଦେଇକରି ସେଇ ଆଳୁ ଆଉ ପିଆଜର ଯେଉଁ ଚକଟା ଥିଲା ତାକୁ ପକେଇଥିଲି। ଦେନ୍ ସେଥିରେ ହଳଦୀ ଆଉ ଲଙ୍କାଗୁଣ୍ଡ ପକେଇଥିଲି। ମୋ ପାଖରେ ଫ୍ରିଜରେ କିଛି ପନିର ଥିଲା, କାଲି କ୍ଷୀର ଝିଡ଼ି ଯାଇଥିଲା, ସେ ପନିର କରିଦେଇଥିଲି। ସେ ପନିରରୁ ଟିକେ ପକେଇଦେଲି ଆଉ ଟିକେ ଅଧିକ ପାଣି ଦେଇକି ତାକୁ ଫୁଟିବା ପାଇଁ ଛାଡ଼ିଦେଲି। ଏପଟେ ମୁଁ କିଛି ରସୁଣ ଛେଚି ଦେଇଥିଲି, ରସୁଣ ଛେଚିକି ପକେଇଦେଲି। ଆଉ ଗୋଟେ ଛୋଟ ଟମାଟୋ ତାକୁ ବି କାଟିକି ପକେଇଦେଲି। ପାଣି ଟିକେ ଅଧିକ ଦେଇଥିଲି ଆଉ ତାକୁ ଘୋଡ଼େଇ ଘୋଡ଼େଇ ସ୍ଲୋରେ ପିଆଜକୁ ସିଝିବାକୁ ଛାଡ଼ି ଦେଇଥିଲି। ଦେଖନ୍ତୁ କେତେ ବଢ଼ିଆ ହେଇଗଲା, ଭାବିନଥିଲି ଏତେ ଭଲ ହେବ ବୋଲି। ଆଉ ହଁ, ରିଆକ୍ସନ୍ ଭିଡ଼ିଓ ମୁଁ କରିବାକୁ ଭୁଲି ଯାଇଛି। ହଜବେଣ୍ଡଙ୍କର ରିଆକ୍ସନ୍ ଭିଡ଼ିଓ କରିଥିଲି, ବଟ୍ ସେ ଭିଡ଼ିଓ କ'ଣ ହେଲା ମୁଁ ଜାଣିନି। ସେ ଡିଲିଟ୍ କରିଦେଲେ କି କ'ଣ କରିଛନ୍ତି ମୁଁ ଜାଣିନି, ମାତ୍ର ଭଲ ବୋଲି କହିଲେ। ମୁଁ ବି ଖାଇଲି ଆଉ ମୋତେ ବହୁତ ଭଲ ଲାଗିଲା। ଯଦି କେବେ ଆଳୁ ଆଉ ପିଆଜ ପରଟା କରୁଛନ୍ତି, ଏଇ ଡିଶ୍ଟିକୁ ନିଶ୍ଚୟ କରି ଦେଖନ୍ତୁ। ଆଉ କମେଣ୍ଟ ସେକ୍ସନରେ ମୋତେ ଜଣାଇବେ ଡିଶ୍ଟି ଆପଣଙ୍କୁ କେମିତି ଲାଗିଲା। ଭିଡ଼ିଓକୁ ଲାଷ୍ଟ ଯାଏଁ ଦେଖିଥିବାରୁ ଧନ୍ୟବାଦ। ରହିଲି, ନମସ୍କାର।